ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ଦେଖିବା ସେଇ +3 ଫାର୍ଷ୍ଟ ସେମିଷ୍ଟାରର AECC1 ଯେଉଁଟାକି କମ୍ପଲସରୀ ସମସ୍ତଙ୍କର ଅଛି। ଓକେ, ଏନଭାରମେଣ୍ଟ ଷ୍ଟଡି ତାର ଆଜି ଆମେ ଆଉ ଗୋଟେ ଲଙ୍ଗ କ୍ୱେଶ୍ଚନ୍ ଦେଖିବା। ଅଲରେଡ଼ି ଦୁଇଟା ଭିଡ଼ିଓରେ ଦୁଇଟା ଲଙ୍ଗ କ୍ୱେଶ୍ଚନ୍ ଦେଖି ସାରିଛନ୍ତି। ଆଜି ଏଇଟା ଆମେ ଆଉ ଗୋଟେ ଦେଖିବା। ଓକେ, ବାୟୁମଣ୍ଡଳ କହିଲେ କ'ଣ ବୁଝ? ବାୟୁମଣ୍ଡଳର ଆବଶ୍ୟକତା ବିଷୟରେ ଆଲୋଚନା କର। ଭୂପୃଷ୍ଠର ପ୍ରାୟ 7 ଭାଗରୁ 5 ଭାଗରେ ଜଳ ଦ୍ୱାରା ଆଦୃତ। ସମୁଦ୍ର, ହ୍ରଦ, ନଦୀ, ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳରାଶି ପୃଥିବୀ ପୃଷ୍ଠରେ ଦେଖାଯାଆନ୍ତି। ସମସ୍ତ ଜଳରାଶିକୁ ନେଇ ବାୟୁମଣ୍ଡଳ ଗଠିତ। ଜୀବନ ନିମନ୍ତେ ଆବଶ୍ୟକତା ଜଳ ବିନା ଜୀବନ ଅସମ୍ଭବ। ପ୍ରାୟ ସମସ୍ତ ଶାରୀରିକ ପ୍ରକ୍ରିୟା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଳ ଦ୍ୱାରା ସମାଦିତ ହୋଇଥାଏ। ଜୀବ ଶରୀରର ସମସ୍ତ ଭୌତିକ ଓ ରାସାୟନିକ କାର୍ଯ୍ୟ ପାଇଁ ଜଳ ଏକାନ୍ତ ଆବଶ୍ୟକ। ପରିବହନ ପ୍ରତ୍ୟେକ ଜୀବର ଶରୀର ମଧ୍ୟରେ ପୋଷାକ ପରିବହନ ନିତାନ୍ତ ଆବଶ୍ୟକ। ଏହା ଜଳକୁ ମାଧ୍ୟମରେ କରି ସହଜରେ ସାଧିତ ହୋଇଥାଏ। ଜଳ ଦ୍ରବ୍ୟଗୁଡ଼ିକୁ ଚାହିଦା ଅନୁଯାୟୀ ପ୍ରାଣୀ ତଥା ଉଦ୍ଭିଦର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ନିକଟରେ ପହଞ୍ଚାଇବାରେ ଏକାନ୍ତ ସହଯୋଗୀ ହୋଇଥାଏ। ଓକେ, ପୃଷ୍ଠତାନ ଜଳ ନିଜର ଅଣୁଗୁଡ଼ିକ ଦ୍ୱାରା ବିସ୍ତାରିତ ଭାବରେ ରହିଥାଏ। ଜଳର ଏହି ଧର୍ମ ଜୀବ ଶରୀରର ନିର୍ଦ୍ଦିଷ୍ଟ ଭାଗରେ ମୁକୁଳ, ଶାଖା, କୃତ୍ରିମ ପାଦପ ଆଦି ଗଠନରେ ସହାୟକ ହୋଇଥାଏ। 4. ତାପ କ୍ଷମତା ପ୍ରାଣୀମାନଙ୍କର ତାପ ପରିବହନ ନିମନ୍ତେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳର ତାପ ଧାରଣ କରିବା କ୍ଷମତା ଦ୍ୱାରା ସମ୍ଭବପର ହୋଇଥାଏ। ହିମାଙ୍କ ତୁଳନାତ୍ମକ ଭାବରେ ଜଳରେ ଅଧିକ ହିମାଙ୍କ ପରିଲକ୍ଷିତ ହୋଇଥାଏ। ଏହା କଠିନ ଅବସ୍ଥା ପ୍ରାପ୍ତ ପୂର୍ବରୁ ବହୁ ଉତ୍ତାପ ତ୍ୟାଗ କରିଥାଏ। ଏହି କାରଣରୁ ସମୁଦ୍ରର ଉପରି ଭାଗରେ ହିମାଙ୍କ ଦ୍ୱାରା ବରଫ ଦେଖାଗଲେ ମଧ୍ୟ ନିମ୍ନ ଭାଗର ଜଳ ରହି ଜୀବମାନଙ୍କର ବଞ୍ଚିବାରେ ସହାୟକ ହୋଇଥାଏ। ସ୍ୱଚ୍ଛତା ଏହା ଜଳର ଏକାନ୍ତ ଧର୍ମ ଯାହା ଦ୍ୱାରା ଆଲୋକ ସହଜରେ କିଛି ଦୂର ପର୍ଯ୍ୟନ୍ତ ବିଭିନ୍ନ ଜଳାଶୟରେ ପ୍ରବେଶ କରିପାରିଥାଏ। ଜଳର ଏହି ଧର୍ମ ଯୋଗୁଁ ଜଳର ନିମ୍ନ ଭାଗରେ ଉଦ୍ଭିଦ ବଞ୍ଚିବା ସମ୍ଭବପର ହୋଇଥାଏ। 7. ସଞ୍ଚାଳନ ଜଳର ସଞ୍ଚାଳନ ଧର୍ମ ଦ୍ୱାରା ଜୈବିକ ଓ ଅଜୈବିକ ଅଣୁ ଏବଂ ପରମାଣୁଗୁଡ଼ିକ ପ୍ରାଣୀ ଓ ଉଦ୍ଭିଦ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସହଜରେ ସଞ୍ଚାଳିତ ହୋଇଥାନ୍ତି। 8. ନିଷ୍କାସିତ କ୍ଷୁଦ୍ର କ୍ଷୁଦ୍ର ଜଳର ଉଦ୍ଭିଦ ବଂଶ ବୃଦ୍ଧିରେ ସହାୟକ। ଉଦ୍ଭିଦର ଅଂଶବିଶେଷ ଆଦି ଭାସମାନ ଅବସ୍ଥାରେ ରହିବା ନିମନ୍ତେ ଜଳ ନିଷ୍କାସିତ ଧର୍ମ ସହାୟକ ହୋଇଥାଏ। ଜଳର ଜୀବମାନଙ୍କୁ ବିଭିନ୍ନ ଭୌତିକ ଦୁର୍ଘଟଣାରୁ ରକ୍ଷା କରିଥାଏ। ସାନ୍ଦ୍ରତା ସମୁଦ୍ର ପତନଠାରୁ ଜଳର ସର୍ବାଧିକ ସାନ୍ଦ୍ରତା 4°C ତାପମାତ୍ରା ପରିଦୃଷ୍ଟ ହୁଏ। ଉକ୍ତ ତାପମାତ୍ରାର ବୃଦ୍ଧି ଓ ହ୍ରାସ ଜଳର ସାନ୍ଦ୍ରତାରେ ହ୍ରାସ ଘଟାଇଥାଏ। ଜଳର ଏହି ଧର୍ମ ଯୋଗୁଁ ଜଳର ଉପରି ଭାଗ ବରଫ ଦ୍ୱାରା ଆବୃତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ କୌଣସି ପ୍ରଭାବ ପକାଇପାରେ ନାହିଁ। ଫଳରେ ଜଳଜ ଜୀବମାନଙ୍କର ଜୀବନ ଧାରଣ ସହଜପର ହୁଏ। କ୍ଷାର ଜଳ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଦ୍ରବଣୀୟ ଲବଣ ଯଥା କ୍ଲୋରାଇଡ୍, ସଲଫେଟ୍ ଓ ବାଇକାର୍ବୋନେଟ୍ ଜଳରେ ଦ୍ରବୀଭୂତ ହୋଇ ରହିଲେ କ୍ଷାର ଜଳ ଗଠନ କରିଥାନ୍ତି। ଏହି କ୍ଷାର ଜଳରେ ଲୁଗା ସଫା କଲେ ବହୁତ ସାବୁନ ଖର୍ଚ୍ଚ ହୋଇଥାଏ। କ୍ଷାର ଜଳରେ ଡାଲି ଓ ପନିପରିବା ଆଦି ଭଲ ସିଝି ପାରେ ନାହିଁ। ବଏଲରେ ଗରମ କଲେ ଜଳର ଉପରି ଭାଗରେ ଏକ ମୋଟା ଆସ୍ତରଣ ପଡ଼ିଯାଏ। ରନ୍ଧା ପାତ୍ରରେ ଔଜ୍ଜଲ୍ୟ ନଷ୍ଟ ହୋଇଯାଏ। ମୃଦୁ ଜଳ ଯେଉଁ ଜଳରେ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ କୌଣସି ଦ୍ରବୀଭୂତ ଲବଣ ନଥାଏ ତାହାକୁ ମୃଦୁ ଜଳ କୁହାଯାଏ। ମୃଦୁ ଜଳ କଳକାରଖାନା ତଥା ବିଭିନ୍ନ ଗୃହୋପଯୋଗୀ କାର୍ଯ୍ୟ
ପାଇଁ ଉପଯୁକ୍ତ ଅଟେ। ଏଇଠି ଭିଡ଼ିଓ ସରିଯାଇଛି। ଜୟ ଜଗନ୍ନାଥ।